ବାଲ୍ ହନୁମାନଙ୍କ କାହାଣୀର ସବୁଠାରୁ ମୁଚାଳିଆପୂର୍ଣ୍ଣ ଅଂଶ ହେଉଛି ଯେତେବେଳେ ସେ ପିଲାଦିନେ ସୂର୍ଯ୍ୟଙ୍କୁ ଗିଳିବା ପାଇଁ ଆକାଶକୁ ଉଡ଼ିଥାନ୍ତି। ତାହାକୁ ଏକ ଲାଲ ଫଳ ପାଇଁ ଭୁଲ କରନ୍ତି। ତାଙ୍କର ଏହି ଅନନ୍ୟ ଶକ୍ତି ଦେଖି ସମସ୍ତ ଦେବତା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଇନ୍ଦ୍ରଦେବ ତାଙ୍କୁ ବଜ୍ରପାତରେ ହତ୍ୟା କଲେ। ଏହି କାରଣରୁ ହନୁମାନ ଚେତାଶୂନ୍ୟ ହୋଇଯାଆନ୍ତି ଏବଂ ତାଙ୍କର ଚିଙ୍ଗୁଡ଼ି ହନୁ ଭାଙ୍ଗିଗଲା। ଏହି ଘଟଣା ହେତୁ ତାଙ୍କୁ ହନୁମାନ ନାମ ଦିଆଯାଇଥିଲା। ପରେ ହନୁମାନ ଭଗବାନ ଶିବଙ୍କ ହସ୍ତକ୍ଷେପରେ ଜୀବନ୍ତ ହୋଇଥିଲେ। ତାଙ୍କଠାରୁ ଆଶୀର୍ବାଦ ପାଇଲେ ଯେ ସେ ଅମର ଏବଂ କୌଣସି ଅସୁବିଧାରୁ ସୁରକ୍ଷିତ ରହିବେ। ଏହିପରି ବାଲ୍ ହନୁମାନ ସମସ୍ତ ଦେବତାଙ୍କ ଠାରୁ ଆଶୀର୍ବାଦ ପାଇ ବହୁତ ଶକ୍ତିଶାଳୀ ହୋଇଥିଲେ।